ସମସ୍ତଙ୍କୁ ସୁପ୍ରଭାତ। ସକାଳେ ପ୍ରଥମେ ପାଣି ପିଇ ବଡ଼ିକୁ ହାଇଡ୍ରେଟ୍ କରିଥିଲି। ପରେ ଡ୍ରେସ୍ ସବୁକୁ ସଫା କରିବା ପରେ ରେଡ଼ି ହୋଇ ବାହାରି ପଡ଼ିଥିଲି। ଆଜି ସମଲେଶ ସହ ଭାଇ ଓ ମୁଁ 3 ଜଣ ମିଶି ବାହାରିଥିଲୁ ଏକ ପିକନିକ୍ ସ୍ପଟ୍ ଅଭିମୁଖେ। ସମୟ ଅଭାବରୁ ଲଞ୍ଚ ପାଇଁ ଖାଇବା କିଣି ନେଇ ପହଞ୍ଚିଥିଲୁ ଡେଷ୍ଟିନେସନ୍ ତିନିଧାରିଆରେ। ପହଞ୍ଚିବା ମାତ୍ରେ ଆରମ୍ଭ ହୋଇଥିଲା ଆମର ବିରିୟାନୀ ଖାଇବା। ପ୍ରକୃତିର ସୁନ୍ଦର ଦୃଶ୍ୟ ସହ ଜଳର କଳକଳ ଧ୍ୱନି ଆମର ଆନନ୍ଦକୁ ଦ୍ୱିଗୁଣିତ କରିଥିଲା। ସତରେ ଆଜିର ଅନୁଭୂତି ଥିଲା କିଛି ନିଆରା। ପରେ ରୁମ୍କୁ ଫେରିଥିଲୁ। ସନ୍ଧ୍ୟାରେ ସମଲେଶ ମୋର ବାହାରିଥିଲୁ ମାର୍କେଟ। ବାଟରେ ଯାଉ ଯାଉ ନଜର ପଡ଼େ ଭାଇଙ୍କର ଷ୍ଟଲ୍ ଉପରେ। ଭାଇ କୁଆଡ଼େ ତନ୍ଦୁରୀ ଚିକେନ୍ ସହ ଚିକେନ୍ ପତ୍ରପୋଡ଼ା ବି କରୁଛନ୍ତି। କିନ୍ତୁ ପତ୍ରପୋଡ଼ା ସରିଯାଇଥିବାରୁ ଉଭୟ ତନ୍ଦୁରୀ ଚିକେନ୍ ଟ୍ରାଏ କଲୁ। ଟେଷ୍ଟ ଥିଲା ପୁରା ଜବରଦସ୍ତ। ଆଉ ବିଶେଷ କଥା ହେଉଛି ଭାଇ ଆମର ଗୋଟେ ଷ୍ଟିକ୍କୁ ମାତ୍ର 20 ଟଙ୍କା ନେଉଛନ୍ତି। ରୁମ୍ରେ ପହଞ୍ଚି କିଛି ସମୟ ଇଣ୍ଡିଆ ସହ ନ୍ୟୁଜିଲାଣ୍ଡର ମ୍ୟାଚ୍ ଦେଖିଥିଲି। ପରେ ଶୋଇଥିଲି। ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ଭଲ ଲାଗିଥିବ।